କାହାଣୀ ପରିଶ୍ରମର ଫଳ। ସୁଇଜରଲ୍ୟାଣ୍ଡର ଗୋଟିଏ 12 ବର୍ଷର ବାଳକ ରାସ୍ତା ଉପରେ ବଲ୍ ଖେଳୁଥିଲା। ଖେଳୁ ଖେଳୁ ବଲ୍ଟି ଗୋଟିଏ ଦୋକାନରେ ବାଜିଲା। ଦୋକାନ କାଚର ଝରକାଟି ଭାଙ୍ଗିଗଲା। ପିଲାଟି ମନ ଦୁଃଖ କରି ସେଠାରୁ ନ ଯାଇ ଠିଆ ହୋଇ ରହିଲା। ଯେତେବେଳେ ଦୋକାନୀ ମାଲିକ ବାହାରକୁ ଆସି ପଚାରିଲେ ବଲ୍ କିଏ ଫୋପାଡ଼ିଲା, ପିଲାଟି ସତ କଥା ମାନିଗଲା। ଦୋକାନୀ ଜଣକ ରାଗି ଯାଇ ତାକୁ କାଚର ମୂଲ୍ୟ ମାଗିଲେ। ଗରିବ ପିଲାଟି ଟଙ୍କା କେଉଁଠୁ ବା ଆଣିବ, ଚୁପ୍ ହୋଇ ରହିଲା। ତାର ଚୁପ୍ ରହିବା ଦେଖି ମାଲିକ କହିଲେ, ତୁ କାଚ ଭାଙ୍ଗି ଦୌଡ଼ି ପଳାଇ ପାରିଥାନ୍ତୁ, କିନ୍ତୁ ତୁ ସତ କହିଲୁ ଏବଂ ନିଜର କର୍ମ ପାଇଁ ମନ ଦୁଃଖ ମଧ୍ୟ କରିଲୁ। ଏବେ ମୁଁ ତୋଠାରୁ କାଚର ମୂଲ୍ୟ ଆଦାୟ କରିବା ବଦଳରେ ଦୋକାନରେ ବିନା ଦରମାରେ 4 ଦିନ କାମ କରିବା ପାଇଁ କହିବି। ପିଲାଟି ସେଥିରେ ରାଜି ହୋଇଗଲା। ପିଲାଟିର କାମ ଦେଖି ମାଲିକ ବହୁତ ଖୁସି ହୋଇଗଲେ। ତାକୁ ସବୁଦିନ ପାଇଁ ସେଠାରେ ରଖିଦେଲେ। ତା ଛଡ଼ା ପାଠପଢ଼ା ପାଇଁ ମଧ୍ୟ ବନ୍ଦୋବସ୍ତ କରିଦେଲେ। ପିଲାଟି ନିଜର ସଦ୍ଗୁଣ ଏବଂ ପରିଶ୍ରମ ଯୋଗୁଁ ସମସ୍ତଙ୍କର ମନ କିଣିନେଲା ଏବଂ ଯାହା ଦରମା ପାଇଲା ସେଥିରୁ କିଛି କିଛି ସଞ୍ଚୟ କରି ରଖିଲା। ଏହିପରି ଦିନ ପରେ ଦିନ ଗଡ଼ି ଚାଲିଲା। କିଛି ବର୍ଷ ପରେ ସେହି ଦୋକାନର ସେ ଅଂଶୀଦାର ବନିଗଲା। ପରିଶ୍ରମ କରି ଧନୀ ବ୍ୟକ୍ତି ହୋଇଗଲା। ସେ ନିଜର ଉନ୍ନତି ପାଇଁ ମାଙ୍କର ସଂସ୍କାରର ଫଳ ବୋଲି କହୁଥିଲା। ମା ତାକୁ ବିବେକ ଅନୁସାରେ କାମ କରିବାକୁ ଶିକ୍ଷା ଦେଇଥିଲେ। ସତ୍ ମାର୍ଗରେ ଚାଲିବା ପାଇଁ ପରାମର୍ଶ ଦେଉଥିଲେ। ସତ୍ ମାର୍ଗରେ ଚାଲିଲେ ନିଶ୍ଚୟ ଦିନେ ଜଣେ ବଡ଼ ମଣିଷ ହୋଇପାରିବ। ଉକ୍ତ ଚିନ୍ତନର ସତ୍ୟତା ବାଳକଟିର ଜୀବନରେ ପ୍ରତିଫଳିତ ହେଉଥିଲା। ଧନ୍ୟବାଦ। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।